ରିସର୍ଚ୍ଚ କହେ ଯେ ଏପରି ଅନେକ ମହିଳା ଅଛନ୍ତି ଯେଉଁମାନେ ଶାରୀରିକ କ୍ରିୟା ବେଳେ ପୁରୁଷ ବନ୍ଧୁଙ୍କ ଗୁପ୍ତାଙ୍ଗ ଅପେକ୍ଷା ତାଙ୍କ ଜିଭରୁ ଉପଭୋଗ ବେଶୀ ପାଇଥାନ୍ତି। ସବୁବେଳେ ଯଦି ଆପଣ ଶାରୀରିକ ସମ୍ପର୍କ ସମୟରେ ସ୍ତ୍ରୀଙ୍କ ବା ମହିଳାଙ୍କ ସ୍ତନକୁ ହାତରେ ବହୁତ ପ୍ରେସ୍ କରି ଚିପୁଥାନ୍ତି, ତେବେ ଆଗକୁ ମହିଳାଙ୍କ ସ୍ତନ ଟାଣ ରହିବ ନାହିଁ ଓ ଢିଲା ହୋଇଯାଇପାରେ। ଅନେକ ସ୍ତ୍ରୀ ନିଜର ସ୍ୱାମୀଙ୍କୁ ଦାସ କରି ରଖିଥାନ୍ତି, ହେଲେ ଏହି ଜିନିଷଟି ଅନେକ ଦୁଃଖକୁ ନିମନ୍ତ୍ରଣ ଦେଇଥାଏ। ଯେଉଁ ପୁରୁଷ କିମ୍ବା ମହିଳାମାନେ 55 ବର୍ଷ ପରେ ମାସକୁ 3 ଥର ବି ଶାରୀରିକ ସମ୍ପର୍କ ରଖିନିଅନ୍ତି, ସେମାନଙ୍କ ମାନସିକ ଶାନ୍ତି ମିଳିବା ସହ ଶରୀର ଆକ୍ଟିଭ୍ ରହିଥାଏ। ଯେଉଁ ଝିଅ ତୁମକୁ ଭଲ ପାଉଥିବ, ଯଦି ସେ ଥରେ ବି ତୁମଠାରେ ସନ୍ଦେହକୁ ଧରେ, ତେବେ ସେହିଠାରୁ ସେ ତୁମ ଉପରେ ବିଶ୍ୱାସ ରଖିବା ଅତି କଷ୍ଟକର ହୋଇଯାଏ। ଯେଉଁ ପୁରୁଷ ମନରେ ତାଙ୍କର ପସନ୍ଦର ମହିଳାଙ୍କ କଥା ଭାବି ଉଠି ମାରନ୍ତି, ସେହି ପୁରୁଷମାନଙ୍କ ସେହି ମହିଳାଙ୍କ ପ୍ରତି ଲାଳସା ଆହୁରି ବଢ଼େ ଓ ସବୁବେଳେ ତାଙ୍କ ସହ ଶାରୀରିକ ସମ୍ପର୍କ ବନେଇବାକୁ ସେହି ପୁରୁଷ ଅପେକ୍ଷା କରେ ଓ ଏହା ପୁରୁଷଙ୍କୁ ଅସ୍ଥିର କରିଥାଏ। ଯେଉଁ ପୁରୁଷଙ୍କ ଚରିତ୍ର ଭଲ, ଆଜିର ସମୟରେ ମହିଳାମାନେ ଏପରି ପୁରୁଷଙ୍କୁ ଜୀବନ ସାଥୀ ରୂପେ ପାଇବା ଏକ ଭାଗ୍ୟ ହୋଇଥାଏ।